ପିଲାଙ୍କ ପାଠପଢ଼ା ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ ଦିଗରେ ଗୁରୁତ୍ୱ ଦିଆଯିବା ନିହାତି ଆବଶ୍ୟକ। ବିଶେଷ କରି ପିଲାମାନଙ୍କର ଅଭିଭାବକମାନେ ଏ ଦିଗରେ ସଚେତନ ହେବା ଜରୁରୀ। ଆଗରୁ ପିଲାମାନେ ସାଧାରଣତଃ ତଳେ ସପ ଉପରେ ବସି ପାଠ ପଢ଼ୁଥିଲେ, ଆଉ ବର୍ତ୍ତମାନ ସେଥିରେ ଚେୟାର ବେଞ୍ଚ ସାଙ୍ଗକୁ ଖଟ ଉପରେ ଶୋଇ ପଢ଼ିବାକୁ ପସନ୍ଦ କରୁଛନ୍ତି ପିଲାମାନେ, ଯାହାର ଫଳସ୍ୱରୂପ ଖୁବ୍ କମ୍ ବର୍ଷର ପିଲାଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଦେଖାଦେଉଛି। ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସଚେତନତା ବାର୍ତ୍ତା ବାଣ୍ଟୁଛି CDA 13 ନମ୍ବର ସ୍ଥିତ ସାକ୍ରେଡ୍ ରୁଟ୍ସ ପବ୍ଲିକ୍ ସ୍କୁଲ। ତେଣୁ ଅଭିଭାବକମାନଙ୍କୁ ସ୍କୁଲ ତରଫରୁ ଫିଜିଓଥେରାପିର ସାଧାରଣ ଜ୍ଞାନ ଦିଆଯାଉଛି। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏବଂ ବରିଷ୍ଠ ବିଜେପି ନେତା ତଥା ସିନେ ତାରକା ଶ୍ରୀତମ ଦାସ ପ୍ରମୁଖ ଯୋଗଦେଇ ଏ ଦିଗରେ ପିଲାମାନଙ୍କଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ସଚେତନ ହେବା ଜରୁରୀ ବୋଲି କହିଛନ୍ତି। এই ফিজিଓଥେରାପି କ୍ୟାମ୍ପ ହେଉଛି ପ୍ରଥମ ଥର ପାଇଁ ମୁଁ ଦେଖିଲି ଯେ ଗୋଟେ ସ୍କୁଲ ହେଉଛି ଅର୍ଗାନାଇଜ କରିବାର। ଏଥିରେ ଆପଣ ଦେଖନ୍ତୁ ବୟସ୍କ ଲୋକ ତ ଏମିତି ଫିଜିଓଥେରାପି ତାଙ୍କର ରିକ୍ୱାରମେଣ୍ଟ ହେଉଛି। ଆଜିକାଲି ସମୟରେ ୟଙ୍ଗ ପିଲାମାନେ ସେମାନଙ୍କର ଆଜିକାଲି ହେଉଛି ଫିଜିଓଥେରାପି ଦରକାର ପଡ଼ୁଛି। ମୁଁ ଡକ୍ଟରଙ୍କ ସହିତ କଥା ହେଉଥିଲି, ଆମର ଯେଉଁ ବଡି ଲାଙ୍ଗୁଏଜ ଅଛି, ଆମ ଯେଉଁ ବସିବା ଅଛି, ଆମ ଚାଲିବା ଅଛି, ଇଏ ମଧ୍ୟ ବହୁତ ଫରକ ପଡ଼େ ୟଙ୍ଗ ପିଲାମାନଙ୍କ ପାଇଁ। ତେଣୁ ଲେଡ଼ିଜ୍ ମାନଙ୍କର ତ ଆପଣ ଦେଖନ୍ତୁ 30-35 ବର୍ଷ ହେଲା ପରେ ତ ନିହାତି ଭାବରେ ତାଙ୍କ ଆଣ୍ଠୁ ଫାଣ୍ଠୁ ଗଣ୍ଠି ଫଣ୍ଠି ସବୁ ଗୁଡ଼ା ପ୍ରୋବ୍ଲେମ୍ ଅଛି। ତେଣୁ ଫିଜିଓଥେରାପି କ୍ୟାମ୍ପ ଏ ଏରିଆ ପାଇଁ ମଧ୍ୟ ଭଲ। ଫିଜିଓଥେରାପି କ୍ୟାମ୍ପ ଛୋଟ ପିଲାଙ୍କୁ ଯେତେ ଇଏ ନ ହେଇପାରେ, ହେଲ୍ପ ନ କରିପାରେ, କିନ୍ତୁ ତାଙ୍କ ବାପା ମା, ଅଜା ଆଈ, ଜେଜେବାପା ଜେଜେମା, ଗୋଟେ ଘରର ପରିବାର ଯୋଉଟା ସିଏ ଗୋଟେ ମାନେ ଉପକୃତ ହବ ଏମିଟା ଗୋଟେ କିଛି ମାନେ ଅର୍ଗାନାଇଜ କଲି। ସମାଜ ପାଇଁ କ'ଣ ବାର୍ତ୍ତା? ସମାଜ ପାଇଁ ବାର୍ତ୍ତା ଦେଖିଲା କି ପିଲାଙ୍କୁ ସବୁବେଳେ ମାର୍କସ କି ପିଲାଙ୍କୁ ସବୁବେଳେ ପାଠ ପଢା ଉପରେ ଷ୍ଟ୍ରେସ୍ ତ ନିହାତି ଦବା ଦରକାର, ବଟ୍ ତା ସହିତ ଆମେ ଗୋଟେ ଜିନିଷ ଭୁଲି ଯାଉ, ଯୋଉଟା ଆଜି ଟିଚର ମୁଁ କହିପାରିବି ଗୋଟେ ପିଲାର ମାଇଣ୍ଡଟା ରିଡ୍ କରିକି ଯେ ତାର ଯୋଉ ମାନସିକ ବିକାଶ କରିବା, ଯୋଉଟା ଡେଭଲପମେଣ୍ଟ ହବା ବହୁତ ଇମ୍ପୋର୍ଟାଣ୍ଟ। କାରଣ ପାଠ ପଢିବ, ସେ ଆଗକୁ ଚାକିରି କରିବ, ଫାଇନାନ୍ସିଆଲି ଗ୍ରୋଥ କରିବ, ବଟ୍ ସିଏ ସମାଜ ପାଇଁ ଗୋଟେ ଭଲ ମଣିଷଟେ ହବ, ସେଇଟା କେବଳ ଏଭଳି ଆକ୍ଟିଭିଟିଜକୁ ନେଇକି ଆସିବ। ଛୁଆମାନେ ବି ଆଜି ଆସି ବହୁତ ଖୁସି ହେଲେ, ଯୋଉଠୁ ବି ସେ ଜାଣିବାକୁ ପାଇଲେ ଯେ କୋଉ ପୋଷ୍ଟରରେ ବସିବା କଥା, ସିଧା ବସି ପାଠ ପଢିବା କଥା, ପୂଜା ହେଇ ବସିବା କଥା ନୁହଁ, ଯୋଉଥିରୁ କି ଆଗକୁ ତାଙ୍କ ବହୁତ ଅର୍ଲି ଏଜ୍ରେ କିଛି ଗୋଟେ ହେଲ୍ଥ ଡିସଅର୍ଡର ନ ବାହାରୁ। ଆମ ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ଯଦି ଆମ ବଡି ମସଲ୍ସ ଜଏଣ୍ଟ ଠିକ୍ ରହିବ, ଗୋଟେ ପିଲାର ହାଇଟ୍ ଗ୍ରୋଥ, ବଡିର ଗ୍ରୋଥ, ଡେଭଲପମେଣ୍ଟ, ଫିଜିଓଲୋଜି ସବୁ ଭଲରେ ରହିବ। ତ ଏଇଟା ନିହାତି ଭାବେ ଆମ କର୍ତ୍ତବ୍ୟ ଯେ ଛୁଆଙ୍କ ପାଠପଢା ସହିତ ଅଭିଭାବକମାନଙ୍କ ସ୍ୱାସ୍ଥ୍ୟ, ଛୁଆଙ୍କ ସ୍ୱାସ୍ଥ୍ୟ ନିହାତି ଭାବେ ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ।